ସାଙ୍ଗମାନେ ଯଦି ଆପଣ ଖୁସି ଜୀବନ ବଞ୍ଚାଇବା ପାଇଁ ଚାହୁଁଥାନ୍ତି ତାହେଲେ ଏହି 5ଟି ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କ ଜୀବନରେ ନିଶ୍ଚିତ ଭାବରେ ଖୁସି ଆଣିଦେବ। ପ୍ରଥମରେ ପ୍ରତିଦିନ କୃତଜ୍ଞତା। ଆପଣଙ୍କ ପାଖରେ ଯାହା ଅଭାବ ଅଛି ତାହା ଉପରେ ଧ୍ୟାନ ଦିଅନ୍ତୁ। ଏକ କୃତଜ୍ଞ ହୃଦୟ ସର୍ବଦା ଶାନ୍ତି ପାଏ। ଦ୍ୱିତୀୟରେ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଭଲ ଖାଆନ୍ତୁ, ସକ୍ରିୟ ରୁହନ୍ତୁ, ଯଥେଷ୍ଟ ନିଦ୍ରା ଯାଆନ୍ତୁ। ଏକ ସୁସ୍ଥ ଶରୀର ଏକ ଖୁସି ମନ ତିଆରି କରେ। ତୃତୀୟରେ ଭଲ ସମ୍ପର୍କ ଗଢ଼ି ତୋଳନ୍ତୁ। ସକାରାତ୍ମକ ସହାୟକ ଲୋକଙ୍କ ସହିତ ନିଜକୁ ଘେରି ରଖନ୍ତୁ। ଖୁସି ବାଣ୍ଟିଲେ ହିଁ ବୃଦ୍ଧି ହୋଇଥାଏ। ଚତୁର୍ଥରେ ବର୍ତ୍ତମାନକୁ ନେଇ ବଞ୍ଚନ୍ତୁ। ଅତୀତ କିମ୍ବା ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ନାହିଁ। ବର୍ତ୍ତମାନ ଘଟୁଥିବା ଛୋଟ ମୁହୂର୍ତ୍ତ ଗୁଡ଼ିକୁ ଉପଭୋଗ କରନ୍ତୁ। ପଞ୍ଚମରେ ଆପଣ ଯାହା ଭଲ ପାଆନ୍ତି ତାହା ହିଁ କରନ୍ତୁ। ହବି, ଆଗ୍ରହ କିମ୍ବା ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସମୟ ବିତାନ୍ତୁ। ଉଦ୍ଦେଶ୍ୟ ଏହା ଗଭୀର ଆନନ୍ଦ ଆଣିଥାଏ। ଆଜ୍ଞା, ଖୁସି ସବୁକିଛି ପାଇବା ବିଷୟରେ ନୁହେଁ, ଏହା ଆପଣଙ୍କ ପାଖରେ ଯାହା ଅଛି ତାହା ଉପଭୋଗ କରିବା ବିଷୟରେ। ଆଜ୍ଞା, ଆପଣ କ'ଣ ଚାହାନ୍ତି? ମୁଁ ଆପଣଙ୍କୁ ପ୍ରତ୍ୟେକ ଟିପ୍ସ ପାଇଁ ଛୋଟ ପ୍ରେରଣାଦାୟକ ଧାଡ଼ି ଦେବି, ଯାହାଦ୍ୱାରା ଆପଣ ପ୍ରତିଦିନ ସେଗୁଡ଼ିକୁ ସହଜରେ ମନେ ରଖିପାରିବେ। ତାହେଲେ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।